शेषରେ ସରିଲା ନିର୍ବନ୍ଧ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଅନୁଭବ ମହାନ୍ତି। ହଁ ଦର୍ଶକ ବନ୍ଧୁ ଆପଣମାନେ ଠିକ୍ ଶୁଣୁଛନ୍ତି, ଜାଗୃତି ଶୃଙ୍ଖଳାଙ୍କୁ ବିବାହ କରିବେ ଅନୁଭବ ମହାନ୍ତି। ନା ସେ ବିବାହ କରିବେନି, ସେ ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି। କାରଣ ସେ ପ୍ରଥମେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବାହା ହେଉଥିଲେ, ତାଙ୍କ ସହ ଛାଡ଼ପତ୍ର ପରେ ବର୍ତ୍ତମାନ ସମୟରେ ସେ ବିବାହ କରିବାକୁ ଯାଉଛନ୍ତି ଜାଗୃତି ଶୁକ୍ଳାଙ୍କ ସହିତ। ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ପେଜ୍ରେ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ଧରୁଛି। କାରଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ସମୟରେ ଖୁବ୍ ସାରା ଫଟୋସ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହା ମିଛ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ। କାରଣ ସରିଯାଇଛି ନିର୍ବନ୍ଧ, ଆଉ ଏହାକୁ କନଫର୍ମ କରିଛନ୍ତି ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା। ଏହା ସହିତ ଜାଗୃତି ଶୁକ୍ଳା ତାଙ୍କର ସୋସିଆଲ ମିଡ଼ିଆ ପେଜ୍ରେ ଏକ ଫଟୋଟିକୁ ମଧ୍ୟ ସେୟାର କରିଛନ୍ତି, ଯାହା ଆପଣମାନେ ଏଠି ସ୍କ୍ରିନ୍ ଜରିଆରେ ଦେଖିବା ପାଇଁ ପାଇଯାଉଥିବେ। ଏହା ସହିତ ସେ ଲେଖିଛନ୍ତି ଯେ ସେ ତାଙ୍କର ବେଷ୍ଟ ଫ୍ରେଣ୍ଡଙ୍କୁ ହଁ କହିଦେଲେ, ସେ ବାହାଘର ପାଇଁ ରାଜି ହୋଇଗଲେ। ତାଙ୍କ ପରିବାର ଲୋକ ମଧ୍ୟ ରାଜି ହୋଇଗଲେ, ତାଙ୍କ ପରିବାର ଲୋକଙ୍କ ସପୋର୍ଟରେ ସେମାନେ ଦୁଇ ବିବାହ କରୁଛନ୍ତି। ଆଉ ଏହା ସହିତ ସେ ଏହା ବି ଲେଖିଛନ୍ତି ଯେ ଆସନ୍ତା ସମୟରେ ତାଙ୍କର ଭଲ ପାଇବା ବହୁତ ଦିନ ପର୍ଯ୍ୟନ୍ତ ଚାଲୁ, ତାଙ୍କର ବାହାଘର ସଫଳ ହେଉ। ଆଉ ତାଙ୍କର ସେ ଲଭ୍ ଷ୍ଟୋରିକୁ ସେ ଲେଖିବେ, କାରଣ ସେ ଲେଖିକା ଜଣକ ହୋଇଥିବାରୁ ସେ ଲେଖିବେ ତାଙ୍କର ବାହାଘର ଲଭ୍ ଷ୍ଟୋରିକୁ ମଧ୍ୟ ସେ ବହିରେ ଲେଖିବେ ବୋଲି ଏହା ସେ ସୂଚନା ଦେଉଛନ୍ତି। ତେବେ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତି ଏବଂ ଜାଗୃତି ଶୃଙ୍ଖଳାଙ୍କ ଯୋଡ଼ି ଆପଣମାନଙ୍କୁ କିପରି ଲାଗୁଛି, ଆଉ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମନରେ କିପରି ଭାବରେ ଦୁଃଖର ଲହରୀ ଛୁଟୁଥିବ ନିଶ୍ଚିତ ଭାବରେ ଆମକୁ କମେଣ୍ଟ କରି ଜଣାଇବେ। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟିକିନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।